श्री गणेशाय नमः। नारायणं नमस्कृत्य नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानंद माधवं। भागवत महापुराण तृतीय स्कंद एकादश अध्याय। श्रीशुक उवाच शृण विदुर एकचिते से काल रूप सांख्यामते निमिष आदि रूप तार एमन्ते पुरैवसर निमिष चक्षु परिभ्रम एणु बोइला तार नाम तार अर्धेक परमाणु त्रिभाग हुए सतरेणु ए सृष्टि निमिषके पूर्ण काष्ठा बोलाई परिमाण कला तिरिशे क्षणे होई द्वादश मुहूर्त बोलाई एबेनी मुहूर्ते प्रहर ए अन्ते से अष्ट प्रकार तार द्वादश गुण अर्धे चतुर अंगुली विराजे करई तत्व विचारी से वर्णना से सुत करी जड़ पड़ते दंडे हुए ए अष्ट प्रहर बोलाए अष्ट प्रहरे आहोरात्रि काल से एमन्ते गणति 15 अहोरात्रे पक्ष ए कृष्ण शुक्लटी प्रत्यक्ष एबेनी पक्षे एक मासे दिमासे ऋतु ए प्रकाशे तृतीय चतुषड मासे आयन से अर्धवरसे बेनी अयन संवत्सरे जे कली छिद्र उषतरे एमन्ते सतेक बरस मनुष्य मानक आयुष ग्रह नक्षत्र जोग चक्रे से काल बल अतिरेके एबेनी पक्षे मासे कही पितृको अर्धरात्रे होई देवंक द्वादश बरसे तौलक्य बोलाई दिवसे अणुप्रमाणे परमाणे प्राणिक मासे अनुक्षणे एमन्त संवत्सरे मते बिहारे आहार आयते ए पंच ऋषि सर्वेश्वर सुमने शुण हे विदुर प्रथमे संवत्सर मते बिहरे आहार आयते ए पंच ऋषि सर्वेश्वर सुमने शुण हे विदुर प्रथमे संवत्सर मते चतुर्वर्षरे से विदिते विद्यवत्सर तृतीयेके चतुर्थे नुवर्षर कल्पे वर्षर पंचम बोलाई कालसूरिपि गुणमाई एमन्त कालकु समस्ते बुद्धि हराई जगते। श्रीसुत उवाच
ପିତୃଦେବତା ନର ଆଦି ପରମାୟୁଷ ଯଥାବିଧି ଶୁଣିକି ତୁମ୍ଭ ମୁଖୁ ଏବେ ସନ୍ତୋଷେ କହ ମୁନି ଭାବେ ଅପରେ କଳ୍ପନାତି ଦାତେ ନା ପ୍ରକାରେ ଜଗତେ ଅଛନ୍ତି କାଳର ଆୟତେ ତାଙ୍କ ଆୟୁଷ କହ ମୋତେ ତୁମ୍ଭେ ସେ କାଳ ତିନି ଗୁଣ ସେ ରୂପେ ଅବା ପ୍ରମାଣ ଏଣେ ବିଲକ୍ଷଣ ଧରା ସୁମତି ସୁଗୁଣ ଗଭୀରା ଯେତେ ବିଷୟ ଏ ଶୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବଳେ ମୈତ୍ରେୟ ଉବାଚ ସତ୍ୟତେ ତା ଦ୍ୱାପର ଆଦି କଳିଏ ଚତୁର୍ଯୁଗ ବିଧି ଦେବଙ୍କୁ ଦ୍ୱାଦଶ ବରଷେ ଏ ଚାରି ଯୁଗ କାଳ ସେ 4,000 ଯୁଗ ରାତ୍ର 3,000 ଯୁଗ ମତ ଦ୍ୱାପର 1,000 ଜାଣି କଳି ସହସ୍ରେ ପରିମାଣି ଏମନ୍ତେ ଦେବ ସଂଖ୍ୟା ଯେତେ 12,000 ସମତେ ଏ ପ୍ରକାରେ ସାତ ଦେଇ ଦ୍ୱିଗୁଣେ ଏହାକୁ ମିଶାଇ ଯୁଗକୁ ମଧ୍ୟ ସିଦ୍ଧଂସେ ଆୟତେ ସେ କାଳ ପ୍ରକାଶେ ଏଣୁ ସେ ଯୁଗ ସଂଖ୍ୟା ଜାଣ ଜ୍ଞାନିକ ବଚନ ପ୍ରମାଣ ଯେ ରୂପେ ସେବା ଧର୍ମ ବିଧି କର୍ମ ସାଧନେ ଅନୁବାଦୀ ଚତୁର୍ଥ ଦ୍ୱିତୀୟ ତୃତୀୟ କଳିର 1 ପାଦ ରହେ ଦେବଙ୍କ ସହସ୍ର ସଂଯୋଗ ବ୍ରହ୍ମାଦିବସ କାଳ ଭୋଗ ଚତୁର୍ଦଶ ମନୁ ଭୋଗେ ଏ ବିଧି ସର୍ଜନା ସଂଯୋଗେ ମନୁର ବଂଶ ମନୁରାତ୍ରେ ପିତୃଦେବତାଙ୍କ ସମାପେ ତିନି ଭୁବନେ ପ୍ରାଣୀ ଯେତେ ଭୁଞ୍ଜନ୍ତି କଳ୍ପ ପରଜନ୍ତେ ଏ ସୃଷ୍ଟି କରି ତିନି ନାମ ପିତୃଦେବତା ଋଷି ସ୍ଥାନ ଏମନ୍ତେ କଳ୍ପ ପରିଜନ୍ତେ କମ ଭୁଞ୍ଜନ୍ତି ପ୍ରାଣୀ ଯେତେ ମନାଦି ଶରୀର ସଂସାରେ କାଳ କ୍ରୀଡ଼ଇ ଏ ପ୍ରକାରେ ମାୟାର ବଳେ ସେ ବିହରେ ବ୍ରହ୍ମାଦିବସ ଅନ୍ତ କରେ ନିଶାଗମେ ପୂର୍ଣ୍ଣ ଦେହି ମୌନ ବ୍ରତେ ସେ ବସାଇ ତୌଲକ୍ୟ କମ୍ପେ ତାହା ଦେଖି ସୁଜ୍ଞାନ ଜୀବନ ଉପେକ୍ଷି ରବି ଶଶାଙ୍କ ଶୂନ୍ୟ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା ଶଙ୍କର ଷଣ ମୁଖୁ ଆସି ଅନଳ ତିନି ଲୋକ ଗ୍ରାସୀ ପ୍ରଚଣ୍ଡ ଅଗ୍ନି ତେଜ ତ୍ରାସେ ଋଷିଏ ଥିଲେ ଆକାଶେ ସ୍ୱଲୋକ ଛାଡ଼ି ଅତିରେକ ବେଗେ ମିଳିଲେ ନରଲୋକେ ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତୌଲକ୍ୟ ଆଚ୍ଛାଦିଲେ ହେଳେ ପବନ 49 ବହେ ଭ୍ରମିଣ ଦାନ କଲେ ବଳେ ଜଳେ ତରଳ ନାଦ ଶୁଣି ନାଗଶୟନେ ଚକ୍ରପାଣି ନିଶ୍ଚିନ୍ତେ ନିବୃତ୍ତି ନୟନେ ଶୟନେ ଅନନ୍ତର ସ୍ଥାନେ
ସଙ୍ଗତେ କେହି ନାହିଁ ଏକେ ସ୍ତୁତି କରନ୍ତି ନର ଲୋକେ ଏମନ୍ତେ ଅହୋରାତ୍ର ଗଣି ଆଗମ ନିଗମ ପ୍ରମାଣୀ ଏ ଭାବେ ସତେକ ବରଷ ବ୍ରହ୍ମାର ପରମ ଆୟୁଷ ଅର୍ଦ୍ଧେକ ପରାଧ ବୋଲାଇ ଯେ ପୂର୍ବେ ପର ଭାଗ ଦୁଇ ପୂର୍ବ ପରାଧେ ବ୍ରହ୍ମା ନାମ ଶବଦ ବ୍ରହ୍ମ ଅନୁପମ ପରାଧ କଳ୍ପ ଯେବେ ହୁଏ ସେ ପଦ୍ମକଳ୍ପ ନାମ ରହେ ବିଷ୍ଣୁର ନାଭି ପଦ୍ମଜାତ ତେଣୁ ସେ ପୂଜେ ବେଦମତ ଦ୍ୱିତୀୟ କଳ୍ପ ଏବେ କହି ସତେକ ବରଷ ବୋଲାଇ ଯେବେ ସଂକଳ୍ପେ ନରହରି ସୋତବରାହ ରୂପ ଧରି ଏବେ ନିକଳ୍ପ ଋଷି କାଳ ନିମିଷ ଆଦି ଅନ୍ତରାଳ ଅନାଦି ଅବ୍ୟକ୍ତ ମହିମା ଅନନ୍ତ ଈଶ୍ୱରଙ୍କ ସୀମା ଷୋଡ଼ଶ ପ୍ରକାରେ ସଂସାରେ ନାନା ବିଷୟ ରୂପ ଧରେ ଏମତେ କୋଶ ଆଦି ଅନ୍ତେ 50 କୋଟି ପରିଜନ୍ତେ ଦଶାଭରଣ ଯାର ଦେହେ ଦିଶନ୍ତି ପରମାଣୁ ପ୍ରାୟ ବ୍ରହ୍ମରକ୍ଷକ ତାର ଗୁଣ ସର୍ବକାରଣ ସେ ଧାରଣ ତାର ଚରଣେ ଦେଇଛି ତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ବୈୟାସିକାୟାଂ ତୃତୀୟ ସ୍କନ୍ଧେ ସତ୍ୟକାଳ ବର୍ଣ୍ଣନେ मैत्रेय विदुर संवादे नाम 11 अध्याय।